नारायणं नमस्कृतं नरचैव नरोत्तमं देवीं सरस्वती व्यास ततो जयमुद्रयेत्। वेदे रामायणे चैव पुराणे भारते तथा आदौ चान्ते च मध्ये च हरिसर्वत्र गीयते। नमामि रामं रघुवंशमोख्यं नमामि रामं सुरकल्पवृक्षं नमामि रामं कमलायताक्षं नमामि रामं रघुनन्दनाख्यं। श्रीराम जय जय राम जय रघुनन्दन जय घनश्याम। भक्तवत्सल भगवान की जय। मर्यादा पुरुष राम नारायण की जय। जंकटवासिनी माँ शारदा को जय। 33 कोटि देवता को जय। भक्तवत्सल भगवान की जय। प्रिय श्रोता बंधु, आपण मैंने परवर्ती अध्याय शुणी सुमंत्र मंत्री लक्ष्मण को छाड़ी देकी सरज नदी कूल आसते। लक्ष्मण भगवान तो देवता माने दीपे रथरे बसैकी स्वर्गपुर को नेले। सुमंत्र मंत्री आसी हाथ जोड़ी मर्यादा पुरुष राम को दर्शन कले। कहला आपण आज्ञा मात्रे मु लक्ष्मण को लेकिन गली सरजू नदी कूल छाड़ी आसिली। प्रिय श्रोता बंधु, मर्यादा पुरुष राम आ बसी पारानी चेता हर पड़गले भूमि। पुणी किसी समय पर आलाप कले। कहीं गलु रे लक्ष्मण बोली शोक कले। बल जेते उपकार करिथिलु मोते सुझाई न मुही पासु तड़ी देली तोते। इहा जे शुणिबे मते कि बोलिबे सेई आउ राज भोग मोर प्रयोजन नाही। तोर गति अनुसरी जीवी मुनिश्चय यही रूपे कही राम हुअन्ते अथय। वशिष्ठ महर्षि केते बुझाई कहिले केबे हेले राम मने शांति न पाइले। सबुबेले पासे रही ककेई कुमार कहूथांती केते परी सुमधुर गीर। श्रीराम तो शोका नले दग्ध हेउथांती काहारी वचन आउ कर्णे न शुणंती। अनवरत बोलंती मोर प्रिय भाई जो स्थाने अच्छी मते छाड़ नहीं तही। पुणी शोक करी पात्र मंत्री को डकाई बोइले शुण जाए कहूअछि मुही। दशरथ राजांकर आंभे 4 सूत जन्म हईलु सर्वे अटु बलवंत। सेमानक मध्य मुही अटे ज्येष्ठ भाई 10 सहस्र वर्ष भोग कली राजा होई। सकल शत्रु को मारी कीरति रखिले जगत मध्य एक वीर बोलाइले। धर्मपत्नी ठारू जात कली 2 सूत अटंती से मो समाने तेज बीजवंत। अप्रमित धन रत्न रखिले भंडारे नानाविध सुख भोग कली निरंतरे। दैव बसरे मोर भाज्या छाड़ी गला सेदिन मोहर मन विचलित थिला।
ପ୍ରାଣ ସମ ଭାଇଙ୍କର ବଦନକୁ ଚାହିଁ ତାହା ମୁଁ ପାଶୋରିଥିଲି ସୁଖ ଦୁଃଖେ ରହି। ଏବେ ଲକ୍ଷ୍ମଣକୁ ଛାଡ଼ି ହେଉଅଛି ଦୁଃଖୀ ବହୁତ କାଳ ଜୀବନ ନ ପାରିବି ରଖି। ରାଜଧନ ସୁଖ ଭୋଗ ଲୋଡ଼ା ନାହିଁ ମୋର ବନେ ରହି ଫଳ ଫୁଲ କରିବି ଆହାର। ଶ୍ରୀରାମଙ୍କ ବାକ୍ୟ ଶୁଣି ପାତ୍ର ମନ୍ତ୍ରୀଗଣ ଅତ୍ୟନ୍ତ ଦୁଃଖରେ ଶୁଷ୍କ କରିଲେ ବଦନ। ଏ ସମ୍ବାଦ ପାଇ ପୁର ଦେଶବାସୀ ନରେ ସ୍ଥାନେ ସ୍ଥାନେ କଥାବାର୍ତ୍ତା ହେଲେ ପରସ୍ପରେ। କେ ବଇଲେ ଶୁଣ ଭାଇ ରାଜା ଘର କଥା ବନବାସ କରି ଯିବେ ରାମ ମହାରଥା। ଏଣିକି ଭରତ ରାଜେ ହୋଇବେ ରାଜନ ଆରେକ ବଇଲେ ଭାଇ ମୋ ଠାରୁ ଶୁଣ। ଯେଉଁ ଦିନୁ ସୀତା ସତୀ ଗଲେ ଦୂର ହୋଇ ସେହି ଦିନୁ ରାମଚନ୍ଦ୍ର ହୋଇଲେ କବାଇ। ଲକ୍ଷ୍ମଣକୁ ଦେଖି ତାହା ପାଶୋରୁ ଯେ ଥିଲେ ଏବେ ତ ଦଇବ ତାକୁ ଦୂର କରିଦେଲେ। ଲୁଚିଲା ପରାଏ ଘରେ ରହି ସବୁବେଳେ କଥାବାର୍ତ୍ତା ନ ହୁଅନ୍ତି କାହା ସଙ୍ଗେ ହେଲେ। ସୁଖରେ ରହିଲେ ଆମ୍ଭେ ଶ୍ରୀରାମଙ୍କ ଯୋଗେ ଏଣିକି ପଡ଼ିବା ନିଶ୍ଚୟ ଘୋର ଦୁଃଖ ଭୋଗେ। ରାଜ୍ୟରେ ରହିଲେ ଆଉ ହେବ କେଉଁ କାର୍ଯ୍ୟ ତାହାଙ୍କ ସଙ୍ଗେ ବନକୁ ଯିବା ହୁଅ ସଜ। ସଙ୍ଗେ ସଙ୍ଗେ ରହି ପାଦ ସେବା କରୁଥିବା ଆଉ କିଏ ହାଙ୍କ ପରି ନୃପତି ପାଇବା। ରାମଚନ୍ଦ୍ର ପରି ରାଜା ଯିବେ ଯେବେ ବନ ଘରେ ରହିବାକୁ ହେବ ବା କାହା ମନ। ତାଙ୍କ ପ୍ରସାଦରୁ ରୋଗ ଶୋକ ନ ଲାଗଇ ଅକାଳ ମରଣ କଥା ରହନ୍ତା ବା କାହିଁ। କାଳ ଜାଣି ଆଖଣ୍ଡଳ ବରଷଇ ଜଳ ମହାନନ୍ଦରେ ରହିଛନ୍ତି ପ୍ରଜାକୁଳ। ସବୁରି ଗୃହରେ ଧନ ରତ୍ନ ପୂର୍ଣ୍ଣ ହୋଇ ଥିବାରୁ ଅଭାବଗ୍ରସ୍ତ ନ ହୁଅନ୍ତି କେହି। ଏହାଙ୍କୁ ଛାଡ଼ି ନ ଅନ୍ୟ ରାଜାଙ୍କ ପାଶରେ ରହିବାକୁ ଆମ୍ଭ ଇଚ୍ଛା ନ ହୁଅଇ ଥରେ। ଘରେ ଥିବା ଦ୍ରବ୍ୟ ସବୁ ଦାନ କରିଦେବା ଶ୍ରୀରାମଙ୍କ ପଛେ ପଛେ ବନସ୍ଥକୁ ଯିବା। ଏହିପରି ଲୋକମାନେ କଥା ହେବା କାଳେ ଡଗରତା ଶୁଣି କରି ଯାଇନ ଚଞ୍ଚଳେ। ଶ୍ରୀରାମଙ୍କ ଆଗେ କର ଯୋଡ଼ି ଜଣାଇଲା ଭଦେବ ମୋର ବଚନ ଶୁଣନ୍ତୁ ବୋଇଲା। ଆପଣଙ୍କ ବନ ଯିବା କଥା ଶୁଣି କରି କୁହାକୁହି ହେଉଛନ୍ତି ପୁର ନର ନାରୀ। ବୋଲୁଛନ୍ତି ଯେବେ ରାମ ବନବାସେ ଯିବେ ଦେଶରେ ଆଉ ଗୋଟିଏ ଲୋକ ନ ରହିବେ। ତାହାଙ୍କ ସଙ୍ଗେ ସମସ୍ତେ ଯିବେ ସେ ସର୍ବଥା କି କହିବା ଅବା ପୁରବାସୀଙ୍କର କଥା। ଘରେ ରହିବାର ଅଛି କେଉଁ ପ୍ରୟୋଜନ ରାମଙ୍କ ସଙ୍ଗରେ ନିଶ୍ଚୟ କରିବା ଗମନ। ଏହା ଶୁଣି ରଘୁନାଥ ବୋଇଲେ କିମ୍ପାଇଁ ମନ କରୁଛନ୍ତି ସର୍ବେ ବନେ ଯିବା ପାଇଁ। ଭରତକୁ ରାଜେ ମୁହିଁ ରାଜା କରାଇବି ପ୍ରଜାଏ ରହିବେ ସୁଖେ ତା ଚରଣେ ସେବି। ଆଜି ବିଧି ଅନୁସାରେ ଅଭିଷେକ କରି ସମର୍ପଣ କରିବି ତା ହସ୍ତେ ରାଜଶିରୀ। ଲକ୍ଷ୍ମଣ ଯିବାର ମାର୍ଗେ ଚଳିବି ସତ୍ୱର ଏ ସୁମନ୍ତ୍ର ଆଣ ଅଭିଷେକର ସମ୍ଭାର। ଭରତ ସେ କଥା ଶୁଣି ରାମ ପାଦେ ପଡ଼ି ଜଣାଇଲେ ବିନୟରେ ବେନି କର ଯୋଡ଼ି। ଭଦେବ ଆପଣଙ୍କର ପାଦ ଛୁଇଁ ମୁହିଁ କହୁଅଛି ରାଜେ କେବେ ରାଜା ହେବି ନାହିଁ। ଆପଣଙ୍କ ବିରହ ମୁଁ ସହି ନ ପାରିବି ଏ ରାଜପଣରୁ ଅବା କି ଯଶ ପାଇବି। ଏକ କାଳେ ଚାରି ଭାଇ ହୋଇଲେ ଜନମ ସବୁରି ଜୀବନ ଏକ ଅଟେ ବୋଲି ଜାଣ। ଆପଣ ତ ଯିବେ ମୁହିଁ ହୋଇ ନରବର
କି ସୁଖ ପାଇବି ଏହା ବିଚାର ନ କର। ପୂର୍ବକାଳେ ମୋହଠାରେ ସ୍ନେହ କରିଥିଲ, ଯେଉଁଦିନ ଲକ୍ଷ୍ମଣକୁ ଘେନି ବନେ ଗଲ। ସେଦିନୁ ଅଧିକ ସ୍ନେହ କରୁଛ ତା ପ୍ରତି, ମୁଇଁ ହତଭାଗ୍ୟ ପାପ କରିଅଛି ଅତି। ମୋ ଜନନୀ ଦୁଷ୍ଟମତି ଦ୍ରୋହ ଆଚରିଲା, ଶେଷକାଶୁ ମୋହଠାରେ ଦୟା ନବ ରହିଲା। ଏବେ ବୋଲୁଅଛି ମୋର ବିନୟକୁ ଘେନି, ଲବକୁଶ ଉଭୟକୁ ଦିଅ ରାଜଧାନୀ। କୁଶ କୁଶଳ ରାଜେ କର ନରପତି, ଉତ୍ତର କୋଶଳ ପାଳୁ ଲବ ମହାମତି। ଶ୍ରୀରାମ ତା ଶୁଣି କରି ସନମତ କଲେ, ଶତ୍ରୁଘ୍ନ ନିକଟକୁ ଦୂତ ବରଗିଲେ। ସେହିପରି ବିଭୀଷଣ ସୁଗ୍ରୀବର ପାଶେ, ଚାର ଚଳିଗଲେ ରଘୁନାଥଙ୍କ ଆଦେଶେ। ଆବର ଯେ ବନ୍ଧୁ ମିତ୍ର ରାଜାଗଣ ଥିଲେ, ସେମାନଙ୍କ ଠାକୁ ମଧ୍ୟ ବାରତା ପେଶିଲେ। ଶ୍ରୀରାମଙ୍କୁ ଏ ଆରମ୍ଭ ଦେଖିଣ ବଶିଷ୍ଠ, ବୋଇଲେ ମୋହର ବାକ୍ୟ ଶୁଣ ରଘୁଶ୍ରେଷ୍ଠ। ପୁତ୍ରଙ୍କୁ ପ୍ରଦାନ ଯେବେ କରିବ ଏ ରାଜ୍ୟ, ତେବେ ପ୍ରଜାମାନଙ୍କର ମତ ଏବେ ବୁଝ। ତାଙ୍କ ଅସମ୍ମତେ ଏହା କରିବା ଉଚିତ, କେତେବେଳେ ନୁହଁ ଇଏ ଦଶରଥ ସୁତ। ଶ୍ରୀରାମ ସେ କଥା ଶୁଣି ପ୍ରଜାଙ୍କୁ ଡକାଇ, ବୋଇଲେ କହ ପଚାରୁଅଛି ଯାହା ମୁହିଁ। ଲବକୁଶ ଦୁଇ ସୁତେ ଦେଇ ରାଜ୍ୟଭାର, ବନବାସେ ଯିବାକୁ ମୁଁ କରିଅଛି ସ୍ଥିର। ସେ ଘେନି ତୁମ୍ଭର ମତ ଲୋଡୁଅଛି ଆଗ, ଶୁଣି ପ୍ରଜା ଏ ବୋଇଲେ ଆହେ ମହାଭାଗ। ଆପଣଙ୍କ ବିଚାରରେ ହୋଇଲୁ ସନ୍ତୁଷ୍ଟ, କିନ୍ତୁ ଏକ କଥା ଆମ୍ଭମାନଙ୍କର ଇଷ୍ଟ। ଆମ୍ଭଠାରେ ଯେବେ ସ୍ନେହ କର ନରପତି, ତେବେ ତୁମ୍ଭ ସଙ୍ଗେ ନେଇ ଦିଅ ଦିବ୍ୟଗତି। ପରିବାର ଘେନି ତୁମ୍ଭ ପଛେ ପଛେ ଯିବୁ, ଆପଣଙ୍କୁ ଛାଡ଼ି ରହି କି ସୁଖ ପାଇବୁ। ବନ ପର୍ବତ ଗିରି ନଦ ନଦୀ ହ୍ରଦେ, ଯେଉଁଠାରେ ଥିବ ତୁମ୍ଭେ ଦୁଃଖେ ବା ଆନନ୍ଦେ। ଆମ୍ଭଙ୍କୁ ସେଠାରେ ନେଇ ରଖ ଦଣ୍ଡଧାରୀ, ଯେଣୁ ଆମ୍ଭେ ଅଟୁ ତୁମ୍ଭ ପାଦ ସେବାକାରୀ। ପ୍ରସନ୍ନ ହୋଇ ନ ଦିଅ ଦେବ ଏହି ବର, ଯହିଁ ତହିଁ ଥିଲେ ସବୁ ସଙ୍ଗରେ ତୁମ୍ଭର। ତୁମ୍ଭ ପାଶେ ଥିଲେ ଆମ୍ଭେ ହୋଇବୁ ମୁକତ, ଏ ରୂପେ ପ୍ରଜାଙ୍କ ଭକ୍ତି ଦେଖି ରଘୁନାଥ। ସନମତ କରି ତାଙ୍କୁ ବୋଇଲେ ଯେ ତୁମ୍ଭେ, ଯିବାକୁ ପ୍ରସ୍ତୁତ ଥାଅ ଯିବୁ ଯେବେ ଆମ୍ଭେ। ଏହା ଶୁଣି ପୁରଜନେ ଆନନ୍ଦ ହୋଇଲେ, ଯେ ଯାହା ଘରେ ନିଶ୍ଚିନ୍ତ ମନରେ ରହିଲେ। ଶୁଭ ମୁହୂର୍ତ୍ତରେ ରାମ ସକଳ ସମ୍ଭାର, ଅଣାଇ ଦୁଇ ପୁତ୍ରକୁ କଲେ ନରବର। ବଶିଷ୍ଠ ମହର୍ଷି ଥାଇ ଅଭିଷେକ କଲେ, ପୁରବାସୀ ନର ନାରୀ ହର୍ଷିତ ହେଲେ। କୁଶ କୁଶଳ ରାଜ୍ୟ ଦେଇ ରଘୁବୀର, ଉତ୍ତର କୋଶଳ ଲବେ ସମର୍ପି ସତ୍ୱର। ଦୁହିଁଙ୍କୁ କୋଳେ ବସାଇ ମସ୍ତକ ଶୁଙ୍ଘିଲେ, 10 ରଥ 10 ଶସ୍ତ୍ର ହସ୍ତିରେ ତୁଲେ। ଅୟୁତେ ଘଟକ ପୁଣି ବହୁ ଧନ ରତ୍ନ, ସମାନ ଭାବରେ ବାଣ୍ଟି କଲେ କରିଦେଲେ ଯତ୍ନ। ଉତ୍ତମ ରାଜ୍ୟ କୁଳରୁ କନ୍ୟାକୁ ଅଣାଇ, ପୁତ୍ର ପୁତୁରାଙ୍କୁ ତାଙ୍କ ସଙ୍ଗେ ବିଭା ଦେଇ। ବନ୍ଧୁ ମିତ୍ର ନୃପତିଙ୍କୁ ବିଦାୟ କରିଲେ, ପୁଣି ପୁତ୍ର ପୁତୁରାଙ୍କୁ ପାଶେ ବସାଇଲେ। ବୋଇଲେ ରେ ବାବୁ ଦେବ ବ୍ରାହ୍ମଣଙ୍କ ଠାରେ, ଭକ୍ତି ରଖିଥିବ କେବେ ନ ଭୁଲିବ ବାରେ। ବିଧି ମତେ ଅନଳରେ ହୋମ କରୁଥିବ, ଜୀବ ପ୍ରତି ଅନୁଗ୍ରହ ସର୍ବଦା ରଖିବ। ଜଗତ ବିଧାନ କର୍ତ୍ତା ଦେବ ନାରାୟଣ, ମନରେ ତାହାଙ୍କୁ ସଦା କରୁଥିବ ଧ୍ୟାନ। ଶୁଣିଥିବ ମୁଁ କିପରି ସମୁଦ୍ର ବାନ୍ଧିଲି, ପ୍ରବଳ ରାକ୍ଷସ 10 ମୁଖ ପ୍ରାଣ ନେଲି। ପ୍ରଜାଙ୍କୁ ପାଳନ କରେ
ଅପତ୍ୟ ସମାନ ଦେବତାଏ ଆସୁଛନ୍ତି ମୋର ସନ୍ନିଧାନ। ପୁଷ୍ପକ ନାମରେ ଦାନ ଦେଇଛନ୍ତି ମୋତେ, ମୃତକୁ ଜୀବନ ଦାନ ଦେଲି କ୍ଷଣ ମାତ୍ରେ। ଶତ୍ରୁଙ୍କୁ ଦମନ କରି ନେଲି ତାଙ୍କ ରାଜ୍ୟ, ଏସବୁ ଦୃଷ୍ଟାନ୍ତ ରଖି କର ତୁମ୍ଭେ କାର୍ଯ୍ୟ। ଯିବା କାଳ ଉପସ୍ଥିତ ହୋଇଲା ମୋହର, ସକଳ ପ୍ରଜାଙ୍କୁ ଘେନି ଯିବି ସ୍ୱର୍ଗପୁର। ଆମ୍ଭ ସମ୍ବନ୍ଧରେ କିଛି ନ କର ଭାବନା, ତୁମ୍ଭେମାନେ ଅଟ ଆମ୍ଭ ପ୍ରତିରୂପ ସିନା। କାହାକୁ କେ ପର ବୋଲି ନ କର ବିଚାର, ପରସ୍ପରେ କରୁଥିବ ପ୍ରତି ଉପକାର। ବାଣ୍ଟି କରି ଦେଉଅଛୁ ଆମ୍ଭେ ଯେଉଁ ରାଜ, ତାହାକୁ ପାଳନ କର ହୋଇ ମହାରାଜ। ଜନ୍ମ ହେବା ମରିବାର ସଂସାରର ରୀତି, ପିତାମାତା ଗଲେ ବୋଲି ନ କରିବ ଭୀତି। ଦେଖ ଆମ୍ଭମାନଙ୍କର ଜନକ ଜନନୀ, କାହିଁ ଗଲେ ନିଜ ବନ୍ଧୁ ସହୋଦର ଘେନି। ଏହିପରି ଅଟେ ଜାଣ ଜଗତର କାର୍ଯ୍ୟ, ଆମ୍ଭକୁ ମନେ ପକାଇ ନ ହେବ ଧୈର୍ଯ୍ୟ। କ୍ଷତ୍ରିୟ ବୀର୍ଯ୍ୟରେ ଜନ୍ମ ହୋଇଥାଏ ଯେହୁ, ସହାୟ ଅଟଇ ତାର ନିଜ ବେନୁ ବାହୁ। ଏକଥା ଭାବନା କରି ସୁଖେ ରାଜ୍ୟପାଳ, କରନ୍ତୁ ଜଗତୀଶ୍ୱର ତୁମ୍ଭର ମଙ୍ଗଳ। ଏହିପରି ଶୁଣି ରାମଚନ୍ଦ୍ରଙ୍କର ଗୀର, ଲବକୁଶ ଦୁହେଁ ନେତ୍ରୁ ବୁହାଇଲେ ନୀର। ଶ୍ରୀରାମ ବୋଇଲେ ବାବୁ ନ ଭାଳରେ କିଛି, ନିଜ ନିଜ ରାଜ୍ୟ ଏବେ ଯାଅ ମୁଁ ବୋଲୁଛି। ଶୁଣି ସବୁ ପୁତ୍ରମାନେ ପଡ଼ିନ ପାଦରେ, ଉଠି ଉଠି ନିଜ ଦେଶ ଗଲେ ବିରସରେ। ଶ୍ରୀରାମଙ୍କ ପାଦେ ଚିତ୍ତ ଦେଇ ରତ୍ନାକର, ବୋଲେ ରାମାୟଣ ଗୀତ ଶୁଣ ସାଧୁନର। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଏ ଦୁଃଖର କାହାଣୀ ଆପଣ ଶ୍ରବଣ କଲେ, ଯାହା ତ ଫଳ ଜାଣିଥିବେ, କାହିଁକି ଭାବିବା କଥା କହିବା। ଏ ଧର୍ମ ଗ୍ରନ୍ଥ, ଆମର ତ ସମୟ ହେବ ଯିବା, କିନ୍ତୁ ଆପଣମାନେ ଖୋଜି ଖୋଜି ପାରାୟଣ ଶୁଣନ୍ତୁ ବା ଘରେ ରହିକି ବହି ରଖିକି ପଢ଼ନ୍ତୁ। ଏଇ ଜିନିଷକୁ ଆପଣ ମାନେ ଛାଡ଼ିବେ ନାହିଁ, ଏତିକି ଅନୁରୋଧ କରି ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ କୋଟି କୋଟି ଧନ୍ୟବାଦ କରି, ସତ୍ୟ ସବୁବେଳେ ସତ୍ୟ, ସେ ସବୁ ଉଦ୍ଧାରକର୍ତ୍ତା ହେଲେ ସେ, ଏତିକି କହି ବିଦାୟ ନେଉଛି। ଜୟ ଶ୍ରୀରାମ।